କାବ୍ୟ ମହାକାବ୍ୟ ମଧ୍ୟରେ ପାର୍ଥକ୍ୟ। ଓଡ଼ିଆ ଅନର୍ସ +3। କାବ୍ୟ ହେଉଛି ପ୍ରେମ ପ୍ରକୃତି ଶୃଙ୍ଗାର ଆଉ ମହାକାବ୍ୟ ହେଉଛି ବିରାଟ କାର୍ଯ୍ୟ ଜାତି ଓ ଧର୍ମର ବୀରତ୍ୱ ଓ ବିରାଟ କାର୍ଯ୍ୟ ଜାତି ଧର୍ମର ଆଦର୍ଶ। ଛୋଟ ହେଉଛି କାବ୍ୟ ଆଉ ମହାକାବ୍ୟ ହେଉଛି ବଡ଼। ସାଧାରଣ ମାନବ ପ୍ରକୃତି କିମ୍ବା କଳ୍ପିତ ପାତ୍ର, ବୀର ଆଦର୍ଶ ପୁଣ୍ୟ, ତାପରେ ବୀର ଆଦର୍ଶ ପୁରୁଷ ରାମକୃଷ୍ଣ ଅର୍ଜୁନ ଏମାନଙ୍କ ବିଷୟ ସବୁ ମହାକାବ୍ୟ। ତ ମହାଭାରତ ରାମାୟଣ ଏରା ସବୁ ମହାକାବ୍ୟ। ଛୋଟ ଛୋଟ କାବ୍ୟ ହେଉଛି ସାଧାରଣ ମାନବ ଭିତରେ ରହିଛି କାବ୍ୟ। ତାପରେ ହେଉଛି ରସସ୍ୱାଦ ସୌନ୍ଦର୍ଯ୍ୟ ଭୋଗ, ତାପରେ ଭାବନାର ଆନନ୍ଦ, ଏସବୁ ହେଉଛି କାବ୍ୟ। ମହାକାବ୍ୟ ହେଉଛି ଉଚ୍ଚ ଆଦର୍ଶ ଧର୍ମ ଜାତି ସାହସ ଜାତୀୟତା ଏରା ସବୁ ଉଚ୍ଚ ଆଦର୍ଶ। ରାମାୟଣ ମହାଭାରତ ଉଚ୍ଚ ଆଦର୍ଶ। ରାମଙ୍କର ସେ ମହାନତା, ପିତୃଭକ୍ତି, ତାପରେ ଭାତୃଭକ୍ତି, ପ୍ରଜାଭକ୍ତି, ଗୀତ ଗୋବିନ୍ଦ ଏସବୁ, ଚିଲିକା ଏସବୁ କାବ୍ୟ। ତାପରେ ରାମାୟଣ ମହାଭାରତ ତାପରେ ଏସବୁ ଉଦାହରଣ ଦ୍ୱାରା ରାମାୟଣ ମହାଭାରତ କାବ୍ୟ ସୁନ୍ଦର ଭାବନାର ଛୋଟ ଅଭିବ୍ୟକ୍ତି ସୁନ୍ଦର ଭାବନାର ଆଉ। ଯେହେତୁ କାବ୍ୟର ପ୍ରକାର ଦୁଇ ଭାଗରେ ଦୃଶ୍ୟ କାବ୍ୟ ନାଟକ ଏକାଙ୍କିକା ଏରା ସବୁ। ତାପରେ ହେଉଛି ଦୃଶ୍ୟ କାବ୍ୟ ଆଉ ଶ୍ରବ୍ୟ ଯେଉଁଟା ଶୁଣି ହେବ। ଦୃଶ୍ୟ ହେଉଛି ନାଟକ ଏକାଙ୍କିକା ଏରା ସବୁ ପ୍ରହସନ, କିନ୍ତୁ ଶ୍ରାବ୍ୟ ହେଉଛି ଶୁଣିବ କ'ଣ ଶୁଣିଛେ ଆମେ ଦୁଇ ପ୍ରକାର। ମହାକାବ୍ୟ ଖଣ୍ଡ କାବ୍ୟ କୋଶ କାବ୍ୟ ପଦ୍ୟ କାବ୍ୟ କଥାବାଚ୍ୟ ଆଖ୍ୟାୟିକା ଏଗୁଡ଼ା ସବୁ ମହାକାବ୍ୟ। ଦୃଶ୍ୟ ମାନେ ନାଟ ଫାଟକ, କିନ୍ତୁ ଶୁଣିବ ମାନେ କ'ଣ କାବ୍ୟ ଖଣ୍ଡକାବ୍ୟ ମହାକାବ୍ୟ ପଦକାବ୍ୟ ପଦ୍ୟ କାବ୍ୟ କଥା କାବ୍ୟ ଆଖ୍ୟାୟିକା ଏରା ସବୁ। କାବ୍ୟର ସଂଜ୍ଞା ସ୍ୱରୂପ ପ୍ରକାର ସମ୍ପର୍କ ଆଲୋଚନା କର। ପ୍ରାଚୀନ କାଳରେ ଗାୟକ କବିମାନଙ୍କର ପ୍ରାଧାନ୍ୟ ଦେଖାଯାଇଥିଲା। ସେମାନଙ୍କ ଦ୍ୱାରା ପରମ୍ପରା କ୍ରମେ ସୁଖକୁ ସମ୍ପ୍ରସାରିତ ଗାଥା କବିତା, ତାପରେ ଗୀତ ଗୋବିନ୍ଦ ଗୁଡ଼ିକରୁ ସୃଷ୍ଟି ହେଉଥିବା ଦୀର୍ଘରୁ ଦୀର୍ଘ ତାର ସବୁ ଗାନ ପରମ୍ପରାରୁ କ୍ରମଶଃ କାବ୍ୟର ଉତ୍ପତ୍ତି ହୋଇଛି। ଏହି କାହାଣୀ ଗୁଡ଼ିକ ଥିଲା। କାହାଣୀ ବିଷୟବସ୍ତୁ ହେଉଛି ପ୍ରଚଳିତ କିମ୍ବଦନ୍ତୀ ଜନଶ୍ରୁତି ଲୋକଶ୍ରୁତି, ପ୍ରଚଳିତ ଧାର୍ମିକ ପର୍ବପର୍ବାଣୀ, ପ୍ରଚଳିତ ଲୋକଗାଥା ବୀରଗାଥା ସୁନ୍ଦର ସ୍ତ୍ରୀ ଅପହରଣ ଇତ୍ୟାଦି। କାବ୍ୟ କେଉଁଠୁ ଆସିଲା ଯେ ଲୋକକଥା ଗାଥା ପୁରୁଣା କଥା ଜନଶ୍ରୁତି କାହାଣୀ ବିଷୟବସ୍ତୁକୁ ନେଇକି କାବ୍ୟ ସବୁ ହେଇଛି। ଯେଉଁ ଋତୁ ସମ୍ଭାର, ତାପରେ ହେଉଛି କାଳିଦାସଙ୍କ ସବୁ ମାଳବିକା ଅଗ୍ନିମିତ୍ରମ୍ ବିକ୍ରମ ବର୍ଷ୍ୟମ୍ କାବ୍ୟର ଉତ୍ପତ୍ତି ବିଷୟବସ୍ତୁ ମହାଭାରତ ରାମାୟଣ ଏସବୁ ଦୁଇଟି ପ୍ରାଚୀନ ସଂସ୍କୃତିର ଆଦ୍ୟ ସାହିତ୍ୟିକ ସାମାଜିକ ବା ଧାର୍ମିକ ପରିବେଶ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ। ତାହେଲେ ପ୍ରାଚୀନ ଗ୍ରୀକ୍ ଓ ପ୍ରାଚୀନ ଭାରତୀୟ ସଂସ୍କୃତି, ତା ମଧ୍ୟରୁ ପ୍ରାଚୀନ ଗ୍ରୀସର ମହାକବି ହୋମରଙ୍କ ବିରଚିତ ଓଡେସେ, ପ୍ରାଚୀନ ଭାରତରେ ମହାନ କାବ୍ୟ ବ୍ୟାସଦେବଙ୍କ ରଚିତ ମହାଭାରତ, ମହାକବି ବାଲ୍ମୀକି ରଚିତ ରାମାୟଣ ବିଷୟ ସ୍ମରଣୀୟ, କାରଣ ଏଗୁଡ଼ିକ ବିଶ୍ୱର ସର୍ବପ୍ରଥମ 4 ମହାକାବ୍ୟ। ମହାଭାରତ ରାମାୟଣ ସବୁ। ପଦ୍ୟ ସାହିତ୍ୟ ଦୁଇଟି ଶକ୍ତିଶାଳୀ ବିଭାଗ ହେଉଛି କ'ଣ କାବ୍ୟ ଓ କବିତା, କିନ୍ତୁ ଏ ଦୁଇ ବିଭାଗ ମଧ୍ୟରେ ପାର୍ଥକ୍ୟ ଅନେକ। ତେବେ କାବ୍ୟ ମହାକାବ୍ୟ ହିଁ ପଦ୍ୟ ସାହିତ୍ୟର ଶ୍ରେଷ୍ଠ ଏବଂ ଶକ୍ତିଶାଳୀ। ପଦ୍ୟ ସାହିତ୍ୟ ଶ୍ରେଷ୍ଠ ନା କାବ୍ୟ ମହାକାବ୍ୟ ଏପିକି ଗଢ଼ି ଉଠେ ଗାଥା କବିତା ବା ବୀରଗାଥାରୁ। ସେଥିପାଇଁ ଏପିକର ସଂଜ୍ଞା ନିରୂପଣ କରାଯାଇଥାଏ। ପୌରାଣିକ କାହାଣୀ ଗୁଡ଼ିକ ନାୟକ ହେଉଛି ନାୟିକାମାନଙ୍କ ଠାରେ ସ୍ୱର୍ଗୀୟ ଅଲୌକିକ ଶକ୍ତି ଥାଏ। ଆଦେଶ ଧାର୍ମିକ ଅର୍ଜୁନ ତାପରେ କର୍ଣ୍ଣ ଏମାନେ ସେଥିରେ ଅସାଧାରଣ କ୍ଷମତା କଳ୍ପନାତୀତ କାର୍ଯ୍ୟ କରିବାର ଦକ୍ଷତା ପରିଲକ୍ଷିତ ହୋଇଥାଏ। ସେ କାବ୍ୟ ମହାକାବ୍ୟରେ ରାମଙ୍କର ହନୁମାନଙ୍କର ଯେଉଁ ପର୍ବତ ଉଠାଇ ଆଣିବା, ମହାକାବ୍ୟର କବି ହେବା ପାଇଁ ଅସାଧାରଣ ପାଣ୍ଡିତ୍ୟ ଆବଶ୍ୟକ। ନହେଲେ କେମିତି ପାଣ୍ଡିତ୍ୟ ଲେଖିପାରିବ, କଳ୍ପନା କେମିତି କରିପାରିବ। କାବ୍ୟ ପ୍ରକାଶ ତେଣୁ ଗ୍ରନ୍ଥରେ ମହାନ ଭାରତୀୟ ଆଳଙ୍କାରିକ ଆଚାର୍ଯ୍ୟ ସମତ କହିଛନ୍ତି କାବ୍ୟ ନିର୍ମାଣ ପାଇଁ ଶକ୍ତି ଉତ୍ପତ୍ତି ଓ ଅଭ୍ୟାସ ଏ 3ଟି ଆବଶ୍ୟକ। କାବ୍ୟ ନିର୍ମାଣ ପାଇଁ କ'ଣ ଦରକାର? ଶକ୍ତି ବ୍ୟୁତ୍ପତ୍ତି ଓ ଅଭ୍ୟାସ। ସାଧାରଣ ଲୋକ ପାଣ୍ଡିତ୍ୟ ଲୋକ କାବ୍ୟ ଲେଖିପାରିବ ମହାକାବ୍ୟ।
ଶକ୍ତି, ନିପୁଣତା, ଲୋକଶାସ୍ତ୍ର, କଥାପାଦ୍ୟ ଏସବୁ କାବ୍ୟ, ଶିକ୍ଷାଭ୍ୟାସ ଇତି ହେତୁ କାବ୍ୟ ରଚନା ପାଇଁ ପ୍ରଥମେ ଆବଶ୍ୟକ ହେଉଛି ବିଷୟ ହେଲା ଶକ୍ତି। ଅର୍ଥାତ୍ କାବ୍ୟ ରଚନା ପାଇଁ ଏକ ସ୍ୱତନ୍ତ୍ର ସଂସ୍କାର ଯାହା ମୂଳ ଆକାରରେ କର୍ମୀଙ୍କଠାରେ ବିଦ୍ୟମାନ ଥାଏ। ଏହି ଶକ୍ତିର ହିଁ ଅନ୍ୟତମ ପ୍ରତିଭା ହେଉଛି ଏହାର ଅଭାବରେ କାବ୍ୟ ରଚନା ସମ୍ଭବ ନୁହେଁ। ଶକ୍ତି ନଥିଲେ କାବ୍ୟ କେମିତି ଲେଖିବ? କାବ୍ୟର ସଂଜ୍ଞା: ସଂକ୍ଷେପତ ବାକ୍ୟ ମିଷ୍ଟାର୍ଥ ବ୍ୟବଚ୍ଛିନ୍ନ ପ୍ରକାଶ କରୁଥିବା ପଦାବଳୀ ହେଉଛି କାବ୍ୟ। ଅଭିପ୍ରେତ ଅର୍ଥ ପ୍ରକାଶ କରୁଥିବ। ଆକର୍ଡ଼ିଂ ହେଉଛି ଅଗ୍ନିପୁରମ୍। ଆଚାର୍ଯ୍ୟ ଦଣ୍ଡିକ ମତରେ ଇଷ୍ଟାବ ଦଣ୍ଡି କହିଥିଲେ କ'ଣ? ଆନନ୍ଦ ଭାବ ଚମତ୍କାରର ପ୍ରତିପାଦ ପଦାବଳୀ ବାକ୍ୟ ପଦାର୍ଥ ରସାଶ୍ରିତ। ଦଣ୍ଡି କହିଥିଲେ ଆନନ୍ଦ ଭାବ ଓ ଚମତ୍କାର। ଆଚାର୍ଯ୍ୟ କହିଥିଲେ ଏହି ଆନନ୍ଦଦାୟକ। ଆଚାର୍ଯ୍ୟ ବାମନାଥ ମତରେ କହିଥିଲେ ରୀତି ହେଉଛି କାବ୍ୟର ଆତ୍ମା। ଆଚାର୍ଯ୍ୟ ଆନନ୍ଦବର୍ଦ୍ଧନ ମତେ କହିଥିଲେ କାବ୍ୟର ଆତ୍ମା ହେଉଛି ଧ୍ୱନି, ମାନେ ଧ୍ୱନିଟା। ଆଚାର୍ଯ୍ୟ ଭୋଜରାଜ କହିଥିଲେ, ଭୋଜରାଜଙ୍କ ମତରେ ଅର୍ଥାତ୍ ବକ୍ରୋକ୍ତି କାବ୍ୟ ଅର୍ଥାତ୍ ବକ୍ରୋକ୍ତି କାବ୍ୟର ପ୍ରାଣ। ବକ୍ତୋକ୍ତି କାବ୍ୟ ସ୍ୱଭାବତଃ ବକ୍ତୋକ୍ତି ସ୍ୱଭାବୋକ୍ତି ଗଠିତ। ବକ୍ତୋକ୍ତି ବାଚ୍ୟ ଅର୍ଥ ବ୍ୟତୀତ ସମତ ରସାତ୍ମକ ରମଣୀୟ ପ୍ରତିପାଦନ ବୁଝାଏ। ଏ ବିଷୟରେ ଭୋଜରାଜ ମଧ୍ୟ ଗୁଣଯୁକ୍ତ ଅଳଙ୍କାର ମଣ୍ଡିତ ରସଯୁକ୍ତ ପଦାବଳୀ ହେଉଛି କାବ୍ୟ ଅଳଙ୍କାର। ଆଚାର୍ଯ୍ୟ ଭୋଜରାଜଙ୍କ ମତରେ କାବ୍ୟର ପ୍ରାଣ ହେଉଛି ବକ୍ତୋକ୍ତି। କାବ୍ୟ ସ୍ୱଭାବତଃ ବକ୍ରୋକ୍ତି ସ୍ୱଭାବୋକ୍ତି ରସୋକ୍ତି ସ୍ୱଭାବୋକ୍ତି ରସୋକ୍ତି। ମାତ୍ର ବକ୍ତୋକ୍ତି ବାଚ୍ୟ ଅର୍ଥ ବ୍ୟତୀତ ବ୍ୟାପକ ଅର୍ଥରେ ସମସ୍ତ। ଭୋଜରାଜ ହେଉଛି ଗୁଣଯୁକ୍ତ ଅଳଙ୍କାର ମଣ୍ଡିତ ରସଯୁକ୍ତ ପଦାବଳୀ ହିଁ କାବ୍ୟ। ଭୋଜରାଜ। ଆଚାର୍ଯ୍ୟ ମମ୍ମଟ ମତରେ ମମ୍ମଟ କହିଥିଲେ ଦୋଷଶୂନ୍ୟ ଗୁଣଯୁକ୍ତ ଅଳଙ୍କାର ନଥାଇ ମଧ୍ୟ କାବ୍ୟ ଅଟେ। ଗୁଣ ଗ୍ରହଣ ହେତୁ ରସ ସ୍ୱୀକୃତ ହୁଏ। ବିଶ୍ୱନାଥ କବିରାଜ ମତରେ ରସ କାବ୍ୟର ଆତ୍ମା। ରସ ହେଉଛି କାବ୍ୟର ଆତ୍ମା। ବିଶ୍ୱନାଥ କହିଥିଲେ ଏକ କଥା ପ୍ରଧାନ କାବ୍ୟ। ନିର୍ଦ୍ଦିଷ୍ଟ କଥା ତାପରେ ଗଳ୍ପକୁ ଭିତ୍ତି କରି ସୃଷ୍ଟି ହୋଇଥାଏ। କାବ୍ୟ ମାନେ ଗଳ୍ପ ନେଇ ମଙ୍ଗଳାଚରଣ ଇଷ୍ଟସ୍ତୁତି ଖେଳ ନିନ୍ଦା ଗୁଣଗାନ ସହିତ ଆଖ୍ୟାନ ଭାଷାର ପୂର୍ବଭାଷ ଦିଆଯାଇ କବିର ଏହା ଛାନ୍ଦ କବି ଅର୍ଥାତ୍ ଆଖ୍ୟାନ ଭାଗର ପୂର୍ବଭାଷ ଦିଆଯାଇ କବିର ଭକ୍ତିପୂତ ସମର୍ପଣ ଭକ୍ତି ଭାବର ସୂଚନା ଦିଆଯାଇଥାଏ। ଏକ ନିର୍ଦ୍ଦିଷ୍ଟ କଥା ଏହି ଗଳ୍ପକୁ ଭିତ୍ତି କରି ସୃଷ୍ଟି ହୋଇଥାଏ। ଛାନ୍ଦବଦ୍ଧ ଅର୍ଥାତ୍ ବିଭିନ୍ନ ରାଗରାଗିଣୀ ଯୁକ୍ତ ଏହାର ଚରିତ୍ରମାନେ ଉଚ୍ଚ ବଂଶଜ ଦେବଚରିତ୍ର କିଶୋର ଯୌବନ ଅବସ୍ଥାରେ ବର୍ଣ୍ଣନା ବେଗ ପ୍ରାଚୁର୍ଯ୍ୟ ସହିତ ଅର୍ଥାଳଙ୍କାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏହା ମାଧ୍ୟମରେ ସ୍ଥଳେ ସ୍ଥଳେ ଶବ୍ଦ ଗାମ୍ଭୀର୍ଯ୍ୟର ହୋଇଥାଏ, ବେଳେବେଳେ ସୁକୁମାର ଗୁଣଭୂଷିତ ହୋଇଥାଏ। କାବ୍ୟର ସବୁ ଶବ୍ଦାଳଙ୍କାର ପ୍ରାଚୁର୍ଯ୍ୟ ସହିତ ଅର୍ଥାଳଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏଥିରେ ବିଷୟବସ୍ତୁ ଚମତ୍କାରିତା ବର୍ଣ୍ଣନାଗତ ଚମତ୍କୃତି ମାନେ କେଉଁ କାବ୍ୟରେ ଅର୍ଥାଳଙ୍କାର ଶବ୍ଦାଳଙ୍କାର ତାପରେ ଅନୁପ୍ରାସ ଯମକ ଶ୍ଲେଷ ସ୍ଥଳେ ସ୍ଥଳେ ଶବ୍ଦର ବ୍ୟୁତ୍ପତ୍ତି ଏଥିରେ ବିଷୟ ବିନ୍ୟାସ କୌଶଳ ରୂପେ ନାୟକ ନାୟିକାଙ୍କର ଅଳଙ୍କାର ଏଥିରେ ବିଷୟବସ୍ତୁ ଚମତ୍କାରିତା ନାୟିକାଙ୍କର ଅନୁରାଗ ମିଳେ ବିରହ ମିଳେ ପୁନର୍ମିଳନ ବିଷୟବସ୍ତୁ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ନାୟକ ନାୟିକାଙ୍କର ଅନୁରାଗ ମିଳନ ବିରହ ପୁନର୍ମିଳନ ସେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। କାବ୍ୟ ଏହାର ଭାଷା ରୂପ ଅତୀବ ବୈଚିତ୍ର୍ୟମୟ କାବ୍ୟର ସହିତ ସାଧାରଣ ଲୌକିକ ଶବ୍ଦରାଗିର ହୋଇଥାଏ। ମଧୁର ମିଳନ ଏଥିସହିତ ଯେଉଁ ସୁନ୍ଦର ଉପସ୍ଥାପନ ରୀତି କାବ୍ୟିକ ରୂପସଜ୍ଜାକୁ କରିଥାଏ। ଅଧିକାର ଏଥିରେ ଘଟଣାକ୍ରମର ଉପସ୍ଥାପନ ଚରିତ୍ର ଗୁଡ଼ିକରେ
ଉପସ୍ଥିତ ଜନିତ ଚମତ୍କୃତି ଉପସ୍ଥିତ କରିବାର ଶୈଳୀ ପ୍ରକୃତି ଜୀବନଧାରାର ଅଭିବ୍ୟକ୍ତି ମଧ୍ୟରେ କାବ୍ୟର ଶୁଦ୍ଧିଜନ ଏଠାରେ ପରିଣତିରେ ଆମେ ସୁଶାନ୍ତ ଯାହାଦ୍ୱାରା କାବ୍ୟର ପ୍ରକାର ଭେଦ କାବ୍ୟ ହେଉଛି କେତେ ପ୍ରକାର ଦୁଇ ଭାଗର ଦୃଶ୍ୟ କାବ୍ୟ ଆଉ ଶ୍ରବ୍ୟ କାବ୍ୟ ଯାହା ଶୁଣି ହେବ ଦେଖି ହେବ ତ ଶୁଣି ହେବ ଦେଖି ହେବ ଯାହା ଦର୍ଶନ ଦ୍ୱାରା ଉପଭୋଗ କରିବେ ନାଟକ ନାଟିକା ଦୃଶ୍ୟ କାବ୍ୟ ଯାହାର ଶ୍ରବଣ ଦ୍ୱାରା ଉପଭୋଗ୍ୟ ରଘୁବଂଶ କୁମାର ସମ୍ଭବ ମେଘଦୂତ ତାପରେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଲାବଣ୍ୟବତୀ ବୈଦେହୀଶ ବିଳାସ ଏସବୁ ଶ୍ରବ୍ୟ କାବ୍ୟ ନାଟକ ତ ସବୁ ନାଟକ ଯେଉଁଟା ହେବ ନାଟକ ଯେତେବେଳେ କବି ନିଜର ଭାବନାକୁ ଗଦ୍ୟ ମାଧ୍ୟମରେ ପ୍ରକାଶ କରେ ସେତେବେଳେ ତାହାକୁ ଗଦ୍ୟ କାବ୍ୟ କୁହାଯାଏ ପଦ୍ୟ ମାଧ୍ୟମରେ ବ୍ୟକ୍ତ କରେ ତାକୁ ପଦ୍ୟ କାବ୍ୟ କୁହାଯାଏ ଯେତେବେଳେ ଗଦ୍ୟ ପଦ୍ୟ ଉଭୟର ଏକ ମିଶ୍ରିତ ରୂପ ବ୍ୟକ୍ତ ହୁଏ ସେତେବେଳେ ତାହାକୁ ଚମ୍ପୁ ବୋଲି କୁହାଯାଇଥାଏ ଚମ୍ପୁ ଦେଖାଯାଏ ପଦ୍ୟ କାବ୍ୟ ତୁଳନାରେ ଗଦ୍ୟ କାବ୍ୟର ସଂଖ୍ୟା ଖୁବ ନ୍ୟୁନ କମ୍ ପଦ୍ୟ ଅଧିକ ତାହା ଅପେକ୍ଷା ଆହୁରି ଖୁବ୍ କମ୍ ସଂଖ୍ୟା ଖୁବ୍ କମ୍ ତା ଅପେକ୍ଷା ଚମ୍ପୁ କାବ୍ୟର ସଂଖ୍ୟା ବହୁତ କମ୍ ଯେଉଁଟା ଗଦ୍ୟ ପଦ୍ୟ ମିଶିଥିବ ବାସ୍ତବରେ ଆଳଙ୍କାରିକ ନୀତି ନିୟମକୁ ଦୃଷ୍ଟିରେ ରଖି ଗଦ୍ୟ କାବ୍ୟକୁ ରଚନା କରିବା ଆୟସ ସାଧ୍ୟ ଗଦ୍ୟ କାବ୍ୟରେ ଅଳଙ୍କାର ତେଣୁ କୁହାଯାଇଛି ଗଦ୍ୟମ୍ କବି ନାମ ନିକଷାମ ବଦନ୍ତି ଅର୍ଥାତ୍ କବିମାନଙ୍କର ଗଦ୍ୟ ହିଁ ପ୍ରକୃତ କଷଟି ପଥର ହେଉଛି ଗଦ୍ୟ କଷ୍ଟ ଯେଉଁଭଳି ସୁବର୍ଣ୍ଣର ପ୍ରକୃତ ଗୁଣକୁ କଷଟି ପଥର ଦ୍ୱାରା ପରୀକ୍ଷା କରାଯାଏ ସେଭଳି କବିର ପ୍ରକୃତ କବିତ୍ୱକୁ ପରୀକ୍ଷା କରିବାର ମାପକାଠି ହେଉଛି ଗଦ୍ୟ କାବ୍ୟ ଯିଏ ଯେତେ ଲେଖିଥିବ ସେ ସେତେ ପାଣ୍ଡିତ୍ୟ ସାଧାରଣତଃ ଅନ୍ୟଟି ଆଖ୍ୟାୟିକା ଯେଉଁ ବାଣଭଟ୍ଟୀୟ ହର୍ଷଚରିତ ଏସବୁ ଆଖ୍ୟାୟିକା ପଦ୍ୟ କାବ୍ୟ ହେଉଛି ବିଭାଜିତ ପଦ୍ୟ କାବ୍ୟ ଭଟ୍ଟ ଆଉ କାଦମ୍ବରୀ ଆଉ ବାଣଭଟ୍ଟୀୟ କାଦମ୍ବରୀ ଯୋଡ଼େ ଆଉ ପଦ୍ୟ କାବ୍ୟ ତ ବହୁତ ଅଛି ପଦ୍ୟ କାବ୍ୟ ହେଉଛି ମହାକାବ୍ୟ ତାପରେ ଖଣ୍ଡକାବ୍ୟ ବା ଗୀତିକାବ୍ୟ ମହାକାବ୍ୟ ହେଉଛି କୌଣସି ବିଷୟବସ୍ତୁକୁ ଆଧାର କରି ପଦ୍ୟ ଆକାରରେ ବ୍ୟକ୍ତିତ୍ୱ ବ୍ୟକ୍ତ କରାଯାଏ ମହାକାବ୍ୟ ଏହା ତାହାର ଆକାର ଯଦି ଅପେକ୍ଷାକୃତ ବୃହତ ହୁଏ ତାକୁ କୁହାଯାଏ ହେଉଛି ଅପେକ୍ଷାକୃତ ବଡ଼ ଆଧାର କରି ପଦ୍ୟ ଆକାରରେ ବ୍ୟକ୍ତିତ୍ୱ ବିଚାର କରାଯାଏ ଏହା ତାର ଆକାର ଅପେକ୍ଷାକୃତ ବୃହତ ତେବେ ତାକୁ ମହାକାବ୍ୟ ଖଣ୍ଡକାବ୍ୟ ଗୀତିକାବ୍ୟ ହେଉଛି ଖଣ୍ଡକାବ୍ୟ ଭବେତେ କାବ୍ୟସ୍ୟ ବଦ୍ୟମାନୁ ସାରିକ ଅର୍ଥାତ୍ କାବ୍ୟର ଏକ ଅଂଶବିଶେଷ ଖଣ୍ଡବାକ୍ୟ ସମ୍ପୂର୍ଣ୍ଣ ବିଷୟକୁ ଭାବକୁ ଖୁବ୍ ଗୀତିମୟ ଭାବରେ ବ୍ୟକ୍ତ କରାଯାଏ ଗୀତିମୟ ମଧ୍ୟ ଗୀତିକାବ୍ୟ କୁହାଯାଏ ଲିରିକ୍ସ କୁହାଯାଏ ଗୀତିକାବ୍ୟ ଖଣ୍ଡକାବ୍ୟକୁ ଲିରିକ୍ସ ଗୀତ କାଳିଦାସଙ୍କର ମେଘଦୂତ ଜୟଦେବଙ୍କର ଗୀତଗୋବିନ୍ଦ ଜୟଦେବଙ୍କର ଉପେନ୍ଦ୍ର ଭଞ୍ଜଙ୍କର ଲାବଣ୍ୟବତୀ ଇତ୍ୟାଦି ସବୁ ଛୋଟ ଗୀତିକାବ୍ୟ ତେବେ ଗଦ୍ୟ ହେବା ପଦ୍ୟ ହେଉ ଚମ୍ପୁ ହେଉ ବା ନାଟକ ହେଉ ଚମ୍ପୁ ମାନେ ଗଦ୍ୟ ମିଶିକି ଏଗୁଡ଼ିକ ସାଧାରଣ କାବ୍ୟର ଗୁରୁତ୍ୱ ଗୁଣ ବା ଆଳଙ୍କାରିକ ମହତ୍ତ୍ୱ ଦୃଷ୍ଟିରୁ ସମସ୍ତଙ୍କର ତିନି ଭାଗରେ ବିଭକ୍ତ ଉତ୍ତମ ମଧ୍ୟମ ଚିତ୍ର ବା ଅଧମ କାବ୍ୟ ଉତ୍ତମ ମଧ୍ୟମ ଚିତ୍ର ଯେଉଁ କାବ୍ୟରେ ବ୍ୟଙ୍ଗାର୍ଥ ଅପେକ୍ଷା ଚମତ୍କାରୀୟ ଓଡ଼ିଆ ସାହିତ୍ୟ